ଓଡ଼ିଶା ପବ୍ଲିକ୍ ଭ୍ୟୁ ଟିଭି ନିବେଦିତ ଆଜିର କାର୍ଯ୍ୟକ୍ରମରେ ରହିଛି ନୈତିକ ଶିକ୍ଷା। ଆଜଃ ସ୍ୱର୍ଣ୍ଣଂ ଭାନୁନା ଚିତ୍ରୋ ବିଭାତ୍ୟ ଚିତ୍ସ ଅଞ୍ଜାନୋ ଅଜରୈରଭି। ଋଗ୍ବେଦର ପ୍ରଥମ ମଣ୍ଡଳ ସୂକ୍ତ 8 ଅନୁଯାୟୀ ସୂର୍ଯ୍ୟଙ୍କ କିରଣ ଯେପରି ଚାରିଆଡ଼େ ବିକ୍ଷିପ୍ତ, ସୂର୍ଯ୍ୟ କିରଣ ଦ୍ୱାରା ମାନବ କଲ୍ୟାଣ ସାଧିତ ହୋଇଥାଏ, ସେହିଭଳି ଆଶ୍ଚର୍ଯ୍ୟକାରକ ଭାବେ ଅଗ୍ନିରେ ଅଗ୍ନିଶିଖା ପ୍ରକଟ ହୋଇ ଉତ୍ପନ୍ନ ଶକ୍ତି ପ୍ରକାଶିତ ହୋଇଥାଏ। ଭଲ ମନ୍ଦ ସବୁକୁ ଅତିକ୍ରମ କରି ମାନବ କଲ୍ୟାଣ ଜୀବଜଗତର ହିତ ସ୍ୱରୂପ କାର୍ଯ୍ୟକାରୀ ହୋଇଥାଏ। ସେହି ମହାନ ଆଦର୍ଶରେ ଅନୁପ୍ରାଣିତ ହୋଇ ସାମ୍ପ୍ରତିକ ସ୍ଥିତିରେ ନୈତିକ ଭାବନାର ବିକଶିତ ହେବା ଦରକାର। ନୀତି କହିଲେ ଯାହାର ଇତି ନାହିଁ ଏବଂ ସମୟାନୁକ୍ରମରେ ତାହା ମଧ୍ୟ ବଦଳା ଯାଇଥାଏ। ନୀତିର କିଛି ନିର୍ଦ୍ଦିଷ୍ଟ ସଂଜ୍ଞା ରହିଥାଏ, ଏପରିକି ଯେଉଁମାନେ ଅନୀତି କଥା କୁହନ୍ତି ସେମାନଙ୍କ ଭାବନାରେ କିଛି ସ୍ୱାର୍ଥ ମଧ୍ୟ ରହିଥାଏ। ସେହିଭଳି ଶିକ୍ଷା ଓ ନୈତିକ ଶିକ୍ଷା ପ୍ରସଙ୍ଗ ସାଧାରଣ ଜୀବନ କ୍ଷେତ୍ରରେ ପ୍ରଭାବିତ ହୋଇ ଆସୁଅଛି। ତାହାର ମଧ୍ୟ ପ୍ରଭେଦ ରହିଅଛି। ମାନବ ସମାଜ ଆରମ୍ଭ ହେବା ଦିନୁ କିଛି ଅନୁଭୂତି ପରବର୍ତ୍ତୀ କାଳରେ ନୀତି ରୂପେ ପରିଚାଳିତ ହୋଇଅଛି, ଯାହାକୁ ଆମେ ଶିକ୍ଷା ରୂପେ ଗ୍ରହଣ କରିଥାଉ। ଭାରତୀୟ ଧର୍ମଧାରଣାର ଶିକ୍ଷା ହେଉଛି ନୈତିକ ଶିକ୍ଷା। ପୁରାତନ କାଳରେ ମୁନି ଆଶ୍ରମ ଗୁରୁକୁଳ ମାନଙ୍କରେ ଗଠନମୂଳକ ଶିକ୍ଷା, ଧର୍ମଧାରଣାର ଶିକ୍ଷା ପ୍ରଦାନ କରାଯାଉଥିଲା, ଯାହାକି ପରବର୍ତ୍ତୀ ସମୟରେ ନୈତିକ ଶିକ୍ଷା ରୂପେ ପରିଗଣିତ ହେଉଥିଲା। ଚାଷ କର୍ମଠାରୁ ଆରମ୍ଭ କରି ଧର୍ମଚର୍ଚ୍ଚା ଆଦି ନୀତି ଶିକ୍ଷା ପ୍ରଦାନ କରାଯାଉଥିଲା। ଜନସଂଖ୍ୟା ବଢ଼ିବା ସଙ୍ଗେ ସଙ୍ଗେ ପରିବେଶ ପରିସ୍ଥିତି ନେଇ ଅନେକ ପରିବର୍ତ୍ତନ ଘଟିଛି ଏବଂ ଆଗକୁ ମଧ୍ୟ ଘଟିବ, ଏଥିରେ ସନ୍ଦେହ ନାହିଁ। ପରିସ୍ଥିତି ଏମିତି ଆସିଲା ଯେ ନୀତି ଶିକ୍ଷା ଆଉ ଦିଆଗଲା ନାହିଁ। ପରବର୍ତ୍ତୀ କାଳରେ ମୋରାଲ ସାଇନ୍ସ ନୈତିକ ଶିକ୍ଷା କଲେଜମାନଙ୍କରେ ପାଠ୍ୟକ୍ରମ ରୂପେ ସ୍ଥାନିତ କରାଗଲା। ବର୍ତ୍ତମାନର ଅତ୍ୟାଧୁନିକ ସମୟ ମଧ୍ୟରେ ଏହି ପାଠ୍ୟକ୍ରମର କୌଣସି ମୂଲ୍ୟବୋଧ ରହିଲା ନାହିଁ, ବରଂ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା କାର୍ଯ୍ୟରେ ଏହା ସହାୟତା ହେଲା। ପୁରାତନ ଯୁଗର ଗୁରୁ ଶିଷ୍ୟ ପରମ୍ପରା ଭାଙ୍ଗିବା ଦ୍ୱାରା ନୈତିକ ଶିକ୍ଷାର ମଧ୍ୟ ଅବକ୍ଷୟ ଘଟିଲା। ଘରେ ପିତାମାତା, ବିଦ୍ୟାଳୟରେ ଶିକ୍ଷକ ଯେଉଁ ଶିକ୍ଷା ପ୍ରଦାନ କଲେ ତାହା ଜୀବିକା ଭିତ୍ତିକ ହୋଇ ରହିଲା। ବର୍ତ୍ତମାନ ସାମ୍ପ୍ରତିକ ପରିସ୍ଥିତିରେ ପ୍ରାଥମିକ ସ୍ତରରୁ ବିଶ୍ୱବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ ଶିକ୍ଷାଦାନର ପଦ୍ଧତି ସମ୍ପୂର୍ଣ୍ଣ ବଦଳି ଯାଇଛି। ପିଲାଏ ପ୍ରାଥମିକ ସ୍ତରରେ ମାତୃଭାଷା ପ୍ରତି ବିମୁଖ ହୋଇଯାଉଛନ୍ତି, ଯଦ୍ୱାରା ମୌଳିକ ଶିକ୍ଷା କ୍ଷେତ୍ରରେ ସେମାନେ ପାରିଦର୍ଶିତା ହୋଇପାରୁନାହାନ୍ତି। ଯଦିଓ ଜ୍ଞାନ ବିଜ୍ଞାନ କ୍ଷେତ୍ରରେ ବହୁତ ଉନ୍ନତମାନର ଶିକ୍ଷା ଦାନ କରାଯାଉଥିଲେ ମଧ୍ୟ ତାହା ପିଲାଙ୍କ ରୋଜଗାର ପାଇଁ ସୀମିତ ହୋଇ ରହିଯାଉଛି। ନୀତିଗତ ଶିକ୍ଷା ତଥା ଆଧ୍ୟାତ୍ମିକ ଶିକ୍ଷା ଧୀରେ ଧୀରେ ହ୍ରାସ ହେବାରେ ଲାଗିଛି। ନୈତିକ ଶିକ୍ଷାର ଅଧପତନ ଘଟିଲେ ସାମାଜିକ ସ୍ଥିତି ଦୋହଲିବାରେ ସହାୟକ ହୋଇଥାଏ। ପିଲାମାନେ ନିଜର ପରମ୍ପରାକୁ ପରିବର୍ତ୍ତନ କରି ଅନ୍ୟର ପରମ୍ପରାକୁ ଆବୋରି ନେଉଛନ୍ତି। ଅର୍ଥ ମିଳୁଛି ସତ, କିନ୍ତୁ ନୈତିକ ମୂଲ୍ୟବୋଧ ଭଙ୍ଗ ହେବା ଦ୍ୱାରା ପୂର୍ବ ଭଳି ଯେଉଁ ଭାରତୀୟ ପରମ୍ପରାରେ ପାରିବାରିକ ସ୍ଥିତି ଥିଲା ତାହା ଦୋହଲି ଯାଇଛି। ଘରେ ବୃଦ୍ଧ ପିତାମାତାଙ୍କୁ ଛାଡ଼ି ପୁତ୍ର କନ୍ୟା ବିଦେଶରେ ରହୁଛନ୍ତି। ଋଷି ପରମ୍ପରା ଭାଙ୍ଗି ଯାଉଛି। ଏତତ୍ ବ୍ୟତୀତ ଆଜିକାଲିର ଶିକ୍ଷା ପଦ୍ଧତିରେ ପରୀକ୍ଷାମୂଳକ ଶିକ୍ଷା ଆହୁରି ବିପର୍ଯ୍ୟୟ ସୃଷ୍ଟି କରୁଛି। ସମବୟସର ଛାତ୍ରଛାତ୍ରୀମାନେ ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ଭିନ୍ନ ଭିନ୍ନ ଢଙ୍ଗରେ ଶିକ୍ଷାଦାନ ପାଉଛନ୍ତି।
ପିଲାମାନେ ଆଦର୍ଶ ଶିକ୍ଷାଦାନରୁ ବଞ୍ଚିତ ହେଉଛନ୍ତି। ଆଧ୍ୟାତ୍ମିକ ଶିକ୍ଷା କ୍ଷେତ୍ରରୁ ସେମାନେ ଦୂରେଇ ରହୁଛନ୍ତି, ଯଦ୍ୱାରା ଛାତ୍ରଛାତ୍ରୀମାନଙ୍କ ଆଚରଣ ସଂହିତାରେ ବ୍ୟାଘାତ ସୃଷ୍ଟି ହେଉଛି। ପାଠ ଘୋଷି ମନେ ରଖିବାକୁ ଶ୍ରେୟ ମନେ କରୁଛନ୍ତି। ଗୁରୁ ଶିଷ୍ୟର ପରମ୍ପରାରେ ବ୍ୟତିକ୍ରମ ଘଟୁଛି। ସାମ୍ପ୍ରତିକ ଶିକ୍ଷା କ୍ଷେତ୍ରରେ ଏହା ମୁଖ୍ୟ ଅନ୍ତରାୟ ହୋଇ ରହିଯାଇଛି। ଶିକ୍ଷକମାନେ ଅର୍ଥ ଉପାର୍ଜନକୁ ମୁଖ୍ୟ ଭାବି ଶିକ୍ଷାଦାନକୁ ଗୌଣ ରୂପେ ମନେ କରୁଛନ୍ତି। ଏତତ୍ ବ୍ୟତୀତ ଶିକ୍ଷକମାନଙ୍କୁ ଠିକ୍ ରୂପେ ଦରମା ଦେବା ମଧ୍ୟ ଶିକ୍ଷାଦାନ କ୍ଷେତ୍ରରେ ବ୍ୟାଘାତ ସୃଷ୍ଟି କରୁଛି। କେଉଁଠି ଦରମା ନ ପାଇଲେ ସେହି କ୍ଷେତ୍ରରେ ଶିକ୍ଷାଦାନ କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରୁଛନ୍ତି। ନୈତିକ ଶିକ୍ଷାର ଅଭାବ ଯୋଗୁଁ ଛାତ୍ରଛାତ୍ରୀଙ୍କର ମନରେ ଏକାଗ୍ରତା ରହିବା ବଦଳରେ ବିଶୃଙ୍ଖଳ ଭାବନା ସୃଷ୍ଟି ହେଉଛି। ପୋଷାକ ପସନ୍ଦର ବ୍ୟବହାର, ଅଶ୍ଳୀଳ ଚିତ୍ର ଦେଖିବାର ଆଗ୍ରହ, ଖାଦ୍ୟପେୟରେ ପରିବର୍ତ୍ତନ, ପିତାମାତାଙ୍କ ଆଦର୍ଶ ଆଚରଣରୁ ବିଚ୍ୟୁତି ଆଦି ଅନେକ କାରଣ ସାମ୍ପ୍ରତିକ ଶିକ୍ଷା କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରୁଛି। ତେଣୁ ଆଜିକାଲିର ସ୍ଥିତି ଅନୁଯାୟୀ ଶିକ୍ଷା କ୍ଷେତ୍ରରେ ଶୃଙ୍ଖଳିତ ପରିଚାଳନା ପାଇଁ ଅନେକ ପରିବର୍ତ୍ତିତ ପଦ୍ଧତି ସବୁ ଗ୍ରହଣ ପାଇଁ ଧ୍ୟାନ ଦେବା ଦରକାର, ଯାହାକି ନୈତିକ ବା ବୌଦ୍ଧିକ ଶିକ୍ଷା ଭାବେ ପରିଚିତ। ଏବଂ ସେହି ଶିକ୍ଷା ଦାନ ଦ୍ୱାରା କିଛି ସଂସ୍କାର କାର୍ଯ୍ୟକ୍ରମରେ ଆଗେଇ ଯିବା ସହଜ ହେବ। ନିମ୍ନରେ କେତେଗୁଡ଼ିଏ କାରଣ ବର୍ଣ୍ଣନା କରାଯାଉଛି। ଯେକୌଣସି ବୈଦିକ ମନ୍ତ୍ରର ଆବୃତ୍ତି ଦ୍ୱାରା ପିଲାଟି ମନରେ ଶୁଦ୍ଧତା, ଆତ୍ମବିଶ୍ୱାସର ପ୍ରକ୍ରିୟା ସୃଷ୍ଟି ହୋଇଥାଏ। 2. ଭାରତୀୟ ନୈତିକ ଶିକ୍ଷା ମଧ୍ୟରେ ଗୀତା ଅଧ୍ୟୟନ ଅନ୍ୟତମ। ଏହାକୁ ଭିନ୍ନ ଅର୍ଥରେ ନେଇ ଚିକିତ୍ସା ବିଜ୍ଞାନ ବୋଲି ଭାବି ତାର ଆବୃତ୍ତିକୁ କିଛି କାଂଶରେ ଗ୍ରହଣ କରିବା ଦରକାର। କ୍ରୋଧ ଗୁଣରୁ ରହିତକୁ ମଧ୍ୟ ନୈତିକ ଶିକ୍ଷା ରୂପେ ଗ୍ରହଣ କରାଯାଇ ଛାତ୍ର ଏବଂ ଶିକ୍ଷକ ମାନଙ୍କ ଆଚରଣରେ ଯେପରି ପ୍ରତିଫଳିତ ହେବ ଧ୍ୟାନ ଦେବା ଆବଶ୍ୟକ। 4. ନୈତିକ ଶିକ୍ଷା ମଧ୍ୟରେ ନମ୍ରତା ଓ ବ୍ୟବହାର ଅତି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ, ଯାହାକି ସାମ୍ପ୍ରତିକ ଶିକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। 5. ମାତୃଭାଷାରେ ପ୍ରଥମ ସୋପାନ ସମାପ୍ତ କରିବା, ପିତୃମାତୃ ଭକ୍ତି ପରମ୍ପରାକୁ ସାକାର କରିବା ମଧ୍ୟ ସାମ୍ପ୍ରତିକ ଶିକ୍ଷା କ୍ଷେତ୍ରରେ ନୈତିକ ଶିକ୍ଷାର ଭୂମିକା ବୋଲି ଗ୍ରହଣ କରାଯିବା ଉଚିତ। 6. ଶୃଙ୍ଖଳା ଜ୍ଞାନ ରହିବା ନୈତିକ ଶିକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ, ଯାହା ସମସ୍ତଙ୍କ ପକ୍ଷେ କାର୍ଯ୍ୟକାରୀ ହେବା ଦରକାର। ବିନୟ ଭାବ ଅନ୍ୟ ନିକଟରେ ପ୍ରଭାବ ବିସ୍ତାର କରିଥାଏ। ପୂଜାର ସମ୍ମାନକୁ ଗ୍ରହଣ କରିବା ସାମ୍ପ୍ରତିକ ଶିକ୍ଷା କ୍ଷେତ୍ରରେ ବିଶେଷ ଆବଶ୍ୟକତା ରହିଛି। 8. ଆଧ୍ୟାତ୍ମିକ ଭାବନାକୁ ମନ ମଧ୍ୟରେ ରୂପାୟିତ କଲେ ନୈତିକ ଶିକ୍ଷାର ଶ୍ରୀବୁଦ୍ଧି ଘଟିଥାଏ। କ୍ରୋଧ, ସ୍ୱାର୍ଥ, ଭୟତ୍ୟାଗ, ଅହଙ୍କାର ଭାବରୁ ଦୂରେଇ ରହିବା, ଅନ୍ୟାୟ ଅନୀତି କର୍ମ ନ କରିବା ଆଦି କାର୍ଯ୍ୟ ପ୍ରତି ଧ୍ୟାନ ରଖିଲେ ନୈତିକ ଶିକ୍ଷା ସ୍ୱରୂପ ସାମ୍ପ୍ରତିକ ଶିକ୍ଷା କ୍ଷେତ୍ରରେ ସହାୟକ ହୋଇପାରିବ, ଯଦ୍ୱାରା ନୈତିକ ଶିକ୍ଷା ଆମକୁ ଉଚ୍ଚ ସ୍ତରକୁ ନେଇଯାଇପାରିବ। 10. ପାଠ୍ୟକ୍ରମରେ ଏସବୁ ନୈତିକ ଗୁଣକୁ ସଜାଗ କଲା ଭଳି ବାସ୍ତବବାଦୀ କଥାବସ୍ତୁ ରହିଲେ ଛାତ୍ରଛାତ୍ରୀମାନେ ବିଶେଷ ଉପକୃତ ହେବେ। 11. ଅତ୍ୟାଧୁନିକ କାର୍ଯ୍ୟକ୍ରମ ମଧ୍ୟରେ ଟେଲିଭିଜନ, କମ୍ପ୍ୟୁଟର, ସ୍ମାର୍ଟଫୋନର ଅତୀବ ବ୍ୟବହାର ଅନେକ କ୍ଷେତ୍ରରେ କୁପ୍ରଭାବ ପକାଇଥାଏ।
तेणु नैतिक शिक्षा क्षेत्र में एथि संबंध में भल भाव जानापी गुरुत्व देवा जरूरी अटे एवं तार जेपरी सद्व्यवहार करा जाई परियो प्रति ध्यान देवा आवश्यक। 12 शिक्षा क्षेत्र में प्रभावशाली हेउथुवा नैतिक शिक्षा मध्य योग प्राणायाम खेल कसरतर भूमिका मध्य गुरुत्वपूर्ण जहाँकि शिक्षा अनुष्ठान मध्य गुरुत्व दिया दरकार। अर्थनैतिक अभिवृद्धि और नैतिक शिक्षार अभिवृद्धि समांतराल भाव परिचालित होगा दरकार। शिक्षा क्षेत्र में राजनैतिक व्यक्ति प्रभाव निशापान व्यक्ति प्रभाव रहिबा उचित नुहे। शेष जेते धरणर यथा वैषयिक शिक्षा दि जाउथिले मध्य जदि तद्वारा छात्रटीए भल मनुष्यटीए होई पारिला नाही से भली शिक्षा देवार मूल्य किछि न थाए। सेही भली क्षेत्र में वैषयिक ज्ञान कौशल आयत करने समय नैतिक शिक्षा जेपरी सेठारे प्रतिफलित हेब तार मध्य आवश्यकता रही। धन्यवाद। शुणिबे अनुभव करिवे भल लागिले अन्य को शेयर करिवे सब्सक्राइब करिवे।